ଏତେ ବହୁତ ଭଲ ପାଇଥିବେ। ସେ ଯେତେବେଳେ ଆପଣଙ୍କୁ ପ୍ରତିବଦଳରେ 0 ଦେବ ସେତେବେଳେ ତମକୁ କେମିତି ଲାଗେ? ଲାଇଫରେ ଆଜ୍ଞା ଦୁଃଖ କଷ୍ଟ ସବୁବେଳେ ରହିଥାଏ, ହେଲେ ଯେତେବେଳେ ନିଜ ଲୋକମାନେ ଦୁଃଖ ଦିଅନ୍ତି ସେତେବେଳେ କେମିତି ଲାଗିବ? ଯେତେବେଳେ ନିଜ ଲୋକମାନେ ଯେତେବେଳେ ନିଜର ଲୋକମାନେ ଦୁଃଖ ଦିଅନ୍ତି ସେତେବେଳେ ବହୁତ କଷ୍ଟ ହୁଏ। ତ ତାକୁ ଆପଣ ଇମାଜିନ୍ କରନ୍ତୁ, ଯେତେବେଳେ ଆପଣ ତା ସହିତ ପୁରା ପ୍ରେଜେଣ୍ଟ ପାଷ୍ଟ ଭାବି ଦେଇଥିବେ। କିଛି ବି ଲାଇଫରେ ହଉ, ଲାଇଫରେ ସମସ୍ତଙ୍କ ଲାଇଫରେ କିଛି ନା କିଛି ଭୁଲ ଡିସିସନ୍ ଥାଏ। କିଛି ଭୁଲ ଡିସିସନ୍ ପାଇଁ କ'ଣ 2-3 ମାସରେ ଆମେ ଚେଞ୍ଜ ହେଇଯିବା? ଚେଞ୍ଜ ହେଇଯିବା କି? ନାଇଁ। ସେମିତି ଆଜ୍ଞା ଲାଇଫରେ ଯଦି ବି କେମିତି କରୁଛ ନା, ଭାବିବା ଉଚିତ ଯାହା ପ୍ରତି ଆପଣ କରୁଛନ୍ତି ସିଏ ପ୍ରତି ମୁହୂର୍ତ୍ତରେ ଆଜ୍ଞା ତଡ଼ପୁଛି। ଆପଣ ସିନା ଅଲଗା ବାଟରେ ପଳେଇଲେ, ସିଏ ହେଲେ ସେଇଠି ହିଁ ରହିଗଲା। ସେଇ 2018-19ରେ ସିଏ ରହିକି ରହିଲା। ହେଲେ ଯିଏ ପଳେଇଲା ସେ ସର୍ଟକଟ୍ ମାଧ୍ୟମରେ ପଳେଇଲା। ଆପଣ ତ ଆପଣଙ୍କ ଲାଇଫରେ ଭଲରେ ରହିଲେ, ଯାହା ସହିତ ଘଟିଲା ସେ କ'ଣ ଭଲରେ ରହିପାରିଲା?